ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଶ୍ରୀ ମନୋଜ କୁମାର ସାହୁଙ୍କର 2/6/2025 ରିତ ଚିଠି ନମ୍ବର 2R287 ଅନୁଯାୟୀ ଉପେନ୍ଦ୍ରନାଥ ଡିଗ୍ରୀ କଲେଜ ନଳୋଜାକୁ ଅଧ୍ୟକ୍ଷ ଭାବେ ବଦଳି ପାଇଁ ଅର୍ଡର ବାହାରିଥିଲା ଏବଂ 30/6/2025 ସୁଦ୍ଧା ରିଲିଜ୍ କରିବା ପାଇଁ ନିର୍ଦ୍ଦେଶ ଥିଲା। କିନ୍ତୁ 26/6/2025 ରିକ ଚିଠି ନମ୍ବର 33744 ଅନୁଯାୟୀ ଶହୀଦ ମେମୋରିଆଲ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ମାଣିଦାର ପ୍ରାଧ୍ୟାପକ ଡକ୍ଟର ସଞ୍ଜୀବ କୁମାର ନାୟକ 30/6/2025 ରିକ ପୂର୍ବାହ୍ନରେ ସେ ଉପେନ୍ଦ୍ରନାଥ ଡିଗ୍ରୀ ମହାବିଦ୍ୟାଳୟ ନଳଗଜାରେ ଅଧ୍ୟକ୍ଷ ଭାବେ ଯୋଗଦାନ କଲେ। ଅପରପକ୍ଷରେ କରଞ୍ଜିଆ ଷ୍ଟ୍ରଙ୍ଗ ସାହିତ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ କିମ୍ବା ସମ୍ପୃକ୍ତ ପ୍ରାଧ୍ୟାପକ ଶ୍ରୀ ମନୋଜ କୁମାର ସାହୁଙ୍କୁ ରିଲିଭ୍ କରିବା ପାଇଁ କୌଣସି ନିର୍ଦ୍ଦେଶ ଏଯାବତ୍ ମେଲ୍ ବା ଡାକ ଦ୍ୱାରା ଉଚ୍ଚଶିକ୍ଷା ବିଭାଗରୁ ପ୍ରାପ୍ତ ହୋଇନାହିଁ। ତେଣୁ ଆମ୍ଭେ ଉଚ୍ଚଶିକ୍ଷା ବିଭାଗକୁ ଏହି ମହାବିଦ୍ୟାଳୟର ଚିଠି ନମ୍ବର 837/17/2025 ଦ୍ୱାରା ଏ ବିଷୟରେ ଅବଗତ କରାଇ ସେଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ଅନୁରୋଧ କରିଛୁ। ନିର୍ଦ୍ଦେଶ ବା ଚିଠି ପ୍ରାପ୍ତି ହେବା କ୍ଷଣି ଶ୍ରୀ ସାହୁଙ୍କୁ ରିଲିଭ୍ କରି ଦିଆଯିବ। ଏଥିରେ ଅଧ୍ୟକ୍ଷ ଓ ଶ୍ରୀ ସାହୁଙ୍କର କୌଣସି ଭିତରି ବୁଝାମଣା ନାହିଁ ଏବଂ ଓଡ଼ିଶା ଭାସ୍କର ଓ ନିର୍ଭୟ ଦୈନିକ ସମ୍ବାଦ ପତ୍ରରେ ବାହାରିଥିବା ଖବରଟି ସମ୍ପୂର୍ଣ୍ଣ ଭାବେ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ ଓ ଭିତ୍ତିହୀନ। ଏହା କଲେଜ ତଥା ଶିକ୍ଷକ ସମାଜକୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଅଧ୍ୟକ୍ଷ ଶ୍ରୀ ସାହୁ କେବେ 2 ନମ୍ବରଟା ତାମାନେ ଅଧ୍ୟକ୍ଷ ଶ୍ରୀ ସାହୁ କେବେ କଣ୍ଟ୍ରାକ୍ଟର ସାଜି ତାରବାଡ଼ ଉନ୍ନତିମୂଳକ କାର୍ଯ୍ୟ କିଛି ମାସ ପୂର୍ବରୁ ନାକ୍ କମିଟି ଆସିବା ପୂର୍ବରୁ ରାତି ଅଧିଆ କଣ୍ଟ୍ରାକ୍ଟର ସାଜି ପାର୍କ, ଫେଭର ବ୍ଲକ ଟାଇଲ ବା କୌଣସି ଉନ୍ନତିମୂଳକ ନିର୍ମାଣ ବା ପୁନର୍ନିର୍ମାଣ ତଥା ମରାମତି କାର୍ଯ୍ୟ ସୌନ୍ଦର୍ଯ୍ୟୀକରଣ ଇତ୍ୟାଦି ପ୍ରତ୍ୟକ୍ଷ ଭାବେ କରିନାହାନ୍ତି। ବାସ୍ତବରେ ନାକ୍ କୋର କମିଟିର ବିଂଶସ୍ତୁତି ପ୍ରସ୍ତାବକୁ ପରିଚାଳନା ପରିଷଦ ଅନୁମୋଦନ କରି ସ୍ୱଳ୍ପ ସମୟ ମଧ୍ୟରେ ଉପରୋକ୍ତ ସମସ୍ତ କାର୍ଯ୍ୟକୁ କଲେଜର ସ୍ୱତନ୍ତ୍ର ନିର୍ମାଣ କମିଟିର ପ୍ରସ୍ତାବ ତଥା ତତ୍ତ୍ୱାବଧାନ ଅନୁଯାୟୀ ସରକାରୀ ସ୍ୱୀକୃତିପ୍ରାପ୍ତ କଣ୍ଟ୍ରାକ୍ଟର ଦ୍ୱାରା ସମ୍ପାଦନ କରାଯାଇଛି। ସମସ୍ତ କାର୍ଯ୍ୟର ଏଷ୍ଟିମେଟ୍ ଟେକ୍ନିକାଲ ଏକ୍ସପର୍ଟ ଇଞ୍ଜିନିୟରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସରକାରୀ ନିୟମ ଅନୁଯାୟୀ କୋର କମିଟିର ପ୍ରସ୍ତାବିତ କେତେକ ଅତ୍ୟାବଶ୍ୟକ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରାଯାଇଛି ଓ ଓଡ଼ିଶା ସରକାରଙ୍କ ଆର୍ଥିକ ନିୟମ OGFR 2023 ଅନୁଯାୟୀ ଠିକାଦାରମାନଙ୍କର ପାଉଣା ସେମାନଙ୍କର ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି। ପ୍ରକାଶିତ ସମ୍ବାଦରେ ଉଲ୍ଲେଖ ଅଛି ଯେ କେତେକ ଅଧ୍ୟାପକ କର୍ମଚାରୀ ଏହି ସୂଚନା ପ୍ରଦାନ କରିଛନ୍ତି, ଯାହାକି ତଦନ୍ତ ସାପେକ୍ଷ। ଯଦି ସେପରି କିଛି ଘଟିଥାଏ ତାହେଲେ ଏହା ସମ୍ପୂର୍ଣ୍ଣ ଭାବେ କିଛି ନେତ ସ୍ୱାର୍ଥ ଜଡ଼ିତ ଅଧ୍ୟାପକ ଓ କର୍ମଚାରୀଙ୍କର ଅନୁଷ୍ଠାନ ବିରୋଧୀ ଚକ୍ରାନ୍ତ। ଅଧ୍ୟକ୍ଷଙ୍କ ନମ୍ବର 3 ଅଧ୍ୟକ୍ଷଙ୍କ ବାସଭବନ ଦୁରାବସ୍ଥାକୁ ଦୃଷ୍ଟିରେ ରଖି ପରିଚାଳନା ପରିଷଦର ଅନୁମୋଦନ କ୍ରମେ ତଥା କୋର କମିଟିର ପ୍ରସ୍ତାବ ଅନୁଯାୟୀ ସ୍ୱଳ୍ପ ବ୍ୟୟରେ ବାସଭବନଟିକୁ ମରାମତି କରାଯାଇଛି। ଏହି କାର୍ଯ୍ୟ ମହାବିଦ୍ୟାଳୟ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ଦ୍ୱିତୀୟତଃ, ଏ ବାବଦରେ ସମ୍ବାଦପତ୍ରରେ ହୋଇଥିବା ଅଭିଯୋଗ ଅମୂଳକ। ଯେହେତୁ ଅଧ୍ୟକ୍ଷ ନିଜ ଘରେ ରହନ୍ତି, ତେଣୁ ହଷ୍ଟେଲର ୱାର୍ଡର ଭାବରେ ଶ୍ରୀ ସାହୁଙ୍କର ହଷ୍ଟେଲ ତଥା କ୍ୟାମ୍ପସର ଦେଖାରଖା ପାଇଁ ସହଯୋଗ ନିମନ୍ତେ କୌଣସି ଅନୁକମ୍ପା ନୁହେଁ। ଆବଶ୍ୟକତାକୁ ଉପଲବ୍ଧି କରି ଭଡ଼ା ସୂତ୍ରରେ ଶ୍ରୀ ସାହୁଙ୍କୁ ଅଧ୍ୟକ୍ଷଙ୍କ ବାସଭବନଟି ପ୍ରଦାନ କରାଯାଇଛି। +2 ସାର୍ଟିଫିକେଟ ଦେବା ସମୟରେ 10 ଟଙ୍କାରୁ 50 ଟଙ୍କା ପର୍ଯ୍ୟନ୍ତ ଆଦାୟ ହେବା ଘଟଣା ଅଧ୍ୟକ୍ଷଙ୍କ ନଜରକୁ ଆସିଲା ପରେ ଆଦାୟ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଏବଂ ସ୍ୱତନ୍ତ୍ର ନୋଟିସ ମାଧ୍ୟମରେ କୌଣସି କାର୍ଯ୍ୟ ପାଇଁ ଟଙ୍କା ନ ଦେବା ପାଇଁ ଅବଗତ କରାଯାଇଛି। 6 ନମ୍ବର, ନିର୍ଭୟ ଓ ଓଡ଼ିଶା ଭାସ୍କର ସମ୍ବାଦ ପତ୍ରରେ ଶ୍ରୀ ସାହୁଙ୍କର ଫଟୋ ସହ ବିଭ୍ରାନ୍ତିକର ଖବର ପ୍ରସାରଣ ଶ୍ରୀ ସାହୁଙ୍କୁ ବଦନାମ କରିବା ପାଇଁ ଏକ ସୁପରିକଳ୍ପିତ ଚକ୍ରାନ୍ତ, ଏଣୁ ସମ୍ପୂର୍ଣ୍ଣ ଭାବେ ନିନ୍ଦନୀୟ। କରଞ୍ଜିଆ ଷ୍ଟ୍ରଙ୍ଗ ସାହିତ୍ୟ ମହାବିଦ୍ୟାଳୟ ଓଡ଼ିଶାର ଗୋଟିଏ ଅଗ୍ରଗଣ୍ୟ ନାକ୍ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ଭାବେ ବେଶ୍ ଖ୍ୟାତି ଲାଭ କରିଥିଲା ବେଳେ ଏଭଳି ଅନୁଷ୍ଠାନ ତଥା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ବଦନାମ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରିତ କରୁଥିବା ସମ୍ବାଦପତ୍ର ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦନୀୟ। ଏଣୁ ଏହି ପ୍ରେସ୍ ମିଟ୍ ମାଧ୍ୟମରେ ମୁଁ ଉପରୋକ୍ତ ସମ୍ବାଦପତ୍ର ମାନଙ୍କର ମୁଖ୍ୟ ସମ୍ପାଦକଙ୍କୁ ଅନୁରୋଧ କରୁଛି ଯେ ସେମାନେ ଦୟାକରି ଘଟଣାର ବିଶଦ ବିବରଣୀ ନ ଜାଣି ଗଣମାଧ୍ୟମରେ ବିଭ୍ରାନ୍ତିକର ସମ୍ବାଦ ପ୍ରସାରିତ କରି ଜନସାଧାରଣଙ୍କୁ ଭ୍ରମାତ୍ମକ ସୂଚନା ପ୍ରଦାନ କରିବାରୁ ନିବୃତ୍ତ ରୁହନ୍ତୁ। 3/7/2
2025, 4/7/2025 ରେ ଯଥାକ୍ରମେ ନିର୍ଭୟ ଓ ଓଡ଼ିଶା ଭାସ୍କର ଦୈନିକ ଖବରକାଗଜରେ ଛପାଯାଇଥିବା ଖବରକୁ ଅପସାରଣ କରିବା ପାଇଁ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ। ଧନ୍ୟବାଦ।